ଏମିତି କଣ ବଦମାସି କରିଛ ଯୋଉଥିରେ ବହୁତ ମାଡ଼ ଖାଇଛ? ସବୁବେଳେ ଖାଏ ମୁଁ ପିଠା ପତିଆ ଗରମ କରିକି ମାଡ଼ ଖାଇଛି, ବାପରେ, ରୁଲ ବାଡିରେ ମାଡ଼ ଖାଇଛି, କଣ ପାଇଁ ଠେଙ୍ଗା। ଏତେ ବଦମାସ ହଉଥିଲ? କଣ ବଦମାସି କରିଛ? ଦୁଷ୍ଟ ତ ଟ୍ୟୁସନ ନା କହି କ୍ରିକେଟ ଖେଳିବି। ଆଚ୍ଛା। ଆଉ ଗୋଟେ ଥର ଏମିତି ହେଇଥିଲା, ମୋର ଗୋଟେ ସାଙ୍ଗଟେ ସିଏ ତା ଘରେ କହିକି ଆସିଛି ଟ୍ୟୁସନ ଯାଉଛି, ଗୋଟେ ଟ୍ୟୁସନ ଯାଉଥିଲୁ, ମୁଁ ଘରେ କହିକି ଆସିଛି ଟ୍ୟୁସନ ଯାଉଛି, ଆମେ ଖେଳୁଛୁ ଏବଂ ତାଙ୍କ ବାପା ମୋ ବାପା ସାଙ୍ଗ, ଏଇଟା ଆମେ ପଛରେ ଜାଣିଲୁ। ଆମେ ଜାଣିନଥିଲୁ ସେ ସାଙ୍ଗ ବୋଲି ଏବଂ କଣ୍ଟାକ୍ଟ ନମ୍ବର ଅଛି। ଆମେ ଦି ଜଣ ଯାକ ଖେଳୁଛୁ, ଖେଳିବା ଭିତରେ ସେ ସାର୍ଙ୍କୁ ଫୋନ କରୁଛନ୍ତି, ସାର୍ କହୁଛନ୍ତି ନାଇଁ ଆସିନାହାନ୍ତି। ମୁଁ ଆମ ଘରକୁ ଗଲି, ସିଏ ତାଙ୍କ ଘରକୁ ଗଲା, ଘରେ ପଚାରିଲେ କୁଆଡ଼େ ଯାଇଥିଲ? ମୁଁ କହିଲି ଟ୍ୟୁସନ ଯାଇଥିଲୁ। ସିଏ କହିଲା ଟ୍ୟୁସନ ଯାଇଥିଲୁ। ସିଏ ତାଙ୍କୁ ଫୋନ କଲେ, ଗୋଟେ ଜାଗାକୁ ଆସିଲେ ସାର୍ଙ୍କ ପାଖକୁ, ଆମ ଦି ଜଣ ଯାକ ମୁହାଁମୁହିଁ ହେଇଗଲୁ। କଣ କୁଆଡ଼େ ଯାଇଥିଲ? ଏବେ ସତ କଥା କୁହ। ଖେଳୁଥିଲୁ। ସେଇଠି ମାଡ଼। ହଁ ସେତେବେଳେ ତ ମୁଁ ତ ନିଜେ ଶୁଣିଛି, ବାବା ଆମର ବାବା ମାମା ଦି ଜଣ ଯାକ ପ୍ୟାରେଣ୍ଟ ଟିଚର ଯୋଉ ମିଟିଂ ହୁଏ, ଆଉ ତ ଡାଇରେକ୍ଟ କୁହନ୍ତି ଯେ ଆଖିଟାକୁ ଛାଡ଼ି ଦେଇକି ସବୁଠିକି ବାଡ଼ାଅ, ଆଖି ଦିଟାକୁ ଛାଡ଼ି ଦିଅ, ସବୁଠିକି ବାଡ଼ାଅ। ବହୁତ ମୁଁ ମାଡ଼ ଖାଇଛି ଜୀବନରେ, ବହୁତ ଦୁଷ୍ଟ ଥିଲି, ମାନେ ମାଡ଼ ଖାଇଛି। ତାପରେ ଏବେ ଆଉ ଦୁଷ୍ଟ ନାହିଁ ଆଉ। ଏବେ ଦୁଷ୍ଟ ହଉନାହାନ୍ତି? ଏବେ ଦୁଷ୍ଟ ହେଲେ ସ୍ତ୍ରୀ ବାଡେଇବେ ନା, ସେଥିପାଇଁ ଡରିକି ଦୁଷ୍ଟ ହଉନଥିବ। ହଁ ହେଇଥିବ। ମୋର ତ ଏବେ ବି ମାନେ ବିନା ଡରିକି କହୁଛି, ହଁ ମୁଁ ଡରୁଛି। ବର୍ଷ ଭିତରେ କଣ ଗୋଟେ ସ୍ପେଶାଲ ଗିଫ୍ଟ ଭାଉଜଙ୍କୁ ଦେଇଛନ୍ତି ଯୋଉଟା ମନେ ଅଛି? ମୁଁ ତ ନିଜେ ଗିଫ୍ଟ ଆଉ କଣ। ସେଇଟା ତାହେଲେ ଭାଉଜଙ୍କୁ ନେଇକି ଆସିବାର ଥିଲା, ତାଙ୍କୁ ବି ପଚାରିଥିଲେ ବାହାରିଥାନ୍ତା ସବୁ ସତ, ନାଇଁ?